ପୃଥିବୀ ଘନକ୍ଳିଷ୍ଟ ଜହ୍ନ ଆଲୁଅରେ ରୂପାରଙ୍ଗର ପାଟ ପିନ୍ଧି ସଜେଇ ହୁଏ ସବୁଜ ପୃଥିବୀ। ପିଙ୍କ ଅବା ପର୍ପଲ ରଙ୍ଗର ଫୁଟନ୍ତା ଫୁଲମାନେ ଗାଧୋଇ ହୁଅନ୍ତି ଯୋଛନାରେ। ମାଟି ମହକ ଖୋଜେ, ଶତାବ୍ଦୀ ଶତାବ୍ଦୀର ଅଙ୍ଗୀକାର ଲୁଚି ରହେ ସେଇ ମାଟିରେ। ସପ୍ତର ରୂପ ରସ ସ୍ପର୍ଶ ବି ଆବିଷ୍କୃତ ହୁଏ ସେଇ ମାଟିରୁ। ସେ ମାଟିକୁ ନେଇ ସହସ୍ର ସର୍ଜନା ଚିକମିକ କରେ ସୁନାର ସ୍ୟାହିରେ। ଶତ ଶତ ସମୀକ୍ଷାମାନ ଲୋଟି ପଡ଼ନ୍ତି ସେଇ ମାଟିର ଛାତିରେ। ହଁ, ମାଟି ଆମ ଭୋଗରାଇର ସ୍ୱର୍ଣ୍ଣଗର୍ଭା ଶଙ୍ଖାରୀର ମାଟି। ସେ ମାଟି ସମଗ୍ର ସର୍ଜନାର ଉତ୍ସ। ସେଇ ମାଟିରେ 1934 ମସିହା 27 ଫେବୃଆରୀ ପିତା ମଧୁସୂଦନ ଦାସ ଓ ମାତା କାଦମ୍ବିନୀ ଦେବୀଙ୍କ ପଞ୍ଚମ ସନ୍ତାନ ଭାବେ ଜନ୍ମ ହୁଅନ୍ତି ମନୋଜ ଦାସ। ମନୋଜ ଦାସଙ୍କ ପରିଚୟ କେବଳ ମନୋଜ ଦାସ। ଅନିର୍ବାଚନୀୟ ତାଙ୍କ ଶବ୍ଦକଳା, ଅନମନୀୟ ପ୍ରଜ୍ଞା, ଅମ୍ଳାନ ଭାଷା ପ୍ରୀତି, ଉତ୍ତୁଙ୍ଗ ତାଙ୍କ ସର୍ଜନଶୀଳତା। ହାଇସ୍କୁଲ ଜୀବନରୁ ତାଙ୍କର ସାହିତ୍ୟ ସର୍ଜନା ସେ ଦୋସନ୍ଧିକୁ ଅନେକ ରଙ୍ଗ ମଖାଇଛି। ମାତ୍ର 14 ବର୍ଷ ବୟସରେ ପ୍ରକାଶ ପାଇ ତାଙ୍କର ପ୍ରଥମ ଗଳ୍ପ ସଂକଳନ ସମୁଦ୍ରର କ୍ଷୁଧା। ଠିକ୍ ଗୋଟିଏ ବର୍ଷ ପରେ ମାତ୍ର 15 ବର୍ଷ ବୟସରେ ଦିଗନ୍ତ ପତ୍ରିକାର ସମ୍ପାଦନା କରନ୍ତି ସେ। ସାମ୍ୟବାଦର ସବୁଜ ଦର୍ଶନକୁ ସାଥୀ କରି ଉଡ଼ାଇଛନ୍ତି ବିଜୟର ବୈଜୟନ୍ତୀ। ନିଜର ସଂଗ୍ରାମୀ ଚେତନା ଓ ବୈପ୍ଳବିକ ବିଚାର ପାଇଁ ଛାତ୍ର ଜୀବନରେ ଉତ୍କଳ ୟୁନିଭର୍ସିଟି ଲ କଲେଜ ୟୁନିୟନର ସଭାପତି ଓ ଷ୍ଟୁଡେଣ୍ଟ ଫେଡେରେସନର ସାଧାରଣ ସମ୍ପାଦକ ଭାବେ ସ୍ୱରକୁ ଶାଣିତ କରି ପାଲଟିଛନ୍ତି ଜଣେ ଚର୍ଚ୍ଚିତ ଚେହେରା। 1956 ମସିହାରେ ଇଣ୍ଡୋନେସିଆରେ ଆୟୋଜିତ ଆଫ୍ରୋ ଏସିଆନ ଛାତ୍ର ସମ୍ମିଳନୀରେ ପ୍ରତିନିଧିତ୍ୱ କରି ନିଜ କୀର୍ତ୍ତିତ ବ୍ୟକ୍ତିତ୍ୱର ପରିଚୟ ଦିଅନ୍ତି। ସମସ୍ତେ ଜାଣନ୍ତି ମନୋଜ ଦାସ କେବଳ ଜଣେ ବ୍ୟକ୍ତି ନୁହନ୍ତି, ବରଂ ଏକ ଆଗ୍ନେୟଗିରି, ଅତ୍ୟନ୍ତ ଉତ୍ତପ୍ତ ଉଲ୍କାପିଣ୍ଡ। କିନ୍ତୁ ଏକ ନିର୍ବାସ୍ତବ ସ୍ୱପ୍ନ ପରି ଭାଙ୍ଗି ପଡ଼େ ତାଙ୍କ ବୈପ୍ଳବିକ ଚେତନାର ଚାରମିନାର। ହଠାତ୍ ସଂଗ୍ରାମୀ ଜୀବନର ମୋଡ଼ ବଦଳିଯାଏ। 1963 ମସିହା ବେଳକୁ ଶ୍ରୀ ଅରବିନ୍ଦଙ୍କ ଯୋଗଦର୍ଶନ ଓ ଶ୍ରୀମଙ୍କ ସଂସ୍ପର୍ଶରେ ଆସନ୍ତି ସେ। 4 ବର୍ଷର ଅଧ୍ୟାପନା ଛାଡ଼ି ପତ୍ନୀ ପ୍ରତିଜ୍ଞା ଦେବୀଙ୍କ ସହ ସେ ଛୁଟିଯାନ୍ତି ପଣ୍ଡିଚେରୀ। ଶ୍ରୀ ଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷା କେନ୍ଦ୍ରରେ ଆରମ୍ଭ କରନ୍ତି ଅଧ୍ୟାପନା ସହ ମିଶିଯାଏ ଆଧ୍ୟାତ୍ମିକତା। ତାଙ୍କ ସର୍ଜନାର ଅନୁଭବ ହୁଏ ଆଧ୍ୟାତ୍ମିକତାର ଅନୁପମ ଆସ୍ତରଣ। ବିଶ୍ୱର ବହୁ ପ୍ରତିଷ୍ଠିତ ଇଂରାଜୀ ପତ୍ରିକାରେ ସ୍ଥାନ ପାଏ ମନୋଜ ଦାସଙ୍କ ଗଳ୍ପ। ସମଗ୍ର ବିଶ୍ୱରେ ପରିବେଷିତ ଚର୍ଚ୍ଚିତ ଇଂରାଜୀ ପତ୍ରିକା ଦି ହେରିଟେଜର ସମ୍ପାଦନା ଦାୟିତ୍ୱ ନିଅନ୍ତି ସେ। ତାଙ୍କର ଶତାଧିକ ଗଳ୍ପ, ଅଗଣିତ ନିବନ୍ଧ, ଅନେକ ଉପନ୍ୟାସ, କେତେ କେତେ ଭ୍ରମଣ କାହାଣୀ, ଶିଶୁ ସାହିତ୍ୟ, ସହସ୍ର କବିତା, ସମାଜଧର୍ମୀ ସର୍ଜନା କେବଳ ତାଙ୍କ ରାଜ୍ୟ କି ଦେଶ ନୁହଁ, ବରଂ ଏହି ଦ୍ୱିଭାଷୀ ଲେଖକ ସମଗ୍ର ବିଶ୍ୱ ପାଠକଙ୍କ ହୃଦୟର ଅପୂର୍ବ ସ୍ପନ୍ଦନ। ମନୋଜ ଦାସ ଦୁଇ ଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ପୁରସ୍କୃତ। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ସାରଳା ପୁରସ୍କାର, ସାହିତ୍ୟ ଭାରତୀ ସମ୍ମାନ, ଭାରତୀୟ ଭାଷା ପରିଷଦ ସମ୍ମାନ, ଉତ୍କଳ ରତ୍ନ ଉପାଧି, ଶ୍ରୀ ଅରବିନ୍ଦ ପୁରସ୍କାର, ଅତିବଡ଼ି ସମ୍ମାନ, 2001ରେ ପଦ୍ମଶ୍ରୀ ସମ୍ମାନ, ପୁଣି ସରସ୍ୱତୀ ସମ୍ମାନ ଓ 2020 ମସିହାରେ ପଦ୍ମଭୂଷଣ ସମ୍ମାନ ତାଙ୍କ ପ୍ରତିଭାର ଜୟଗାନ କରିଛି। ହଁ, ମନୋଜ ଦାସଙ୍କ ପରିଚୟ କେବଳ ମନୋଜ ଦାସ। ଗୋଟିଏ ବାକ୍ୟରେ କହିଲେ ସେ ସର୍ଜନାର ମହାସିନ୍ଧୁ, ସାହିତ୍ୟର ମହାକାଶ। 2021 ମସିହା ଏପ୍ରିଲ 27 ସମସ୍ତଙ୍କୁ ସ୍ତବ୍ଧ କରି ଏକ ନୂଆ ମୁଲକରେ ଶରୀରହୀନ ସମ୍ରାଟ ପାଲଟିଗଲେ। କିନ୍ତୁ ରହିଗଲେ ପ୍ରତି ପାଠକଙ୍କ ସଜଳ ସ୍ମୃତିରେ ହିମସ୍ନାତ ଲାଲ ଗୋଲାପ ପରି। ଅମଉଳା ଫୁଲ, ଅଲିଭା ପ୍ରଦୀପ, ଅସ୍ତହୀନ ଅଂଶୁମାନ ସେହି ପ୍ରଣମ୍ୟ ମନୋଜ ଦାସଙ୍କ ସ୍ମୃତିରେ। ଭୋଗରାଇ ସାହିତ୍ୟ ମହୋତ୍ସବ ତାଙ୍କ ଅଦୃଶ୍ୟ ପାଦପଦ୍ମର ଉତ୍ସର୍ଗୀକୃତ।